ସକାଳୁ ସକାଳୁ ବାହାରି ପଡ଼ିଲୁ ଚମ୍ପାବଲି ମଠ ଜଗତସିଂହପୁର। ଏହା ବାଲିକୁଦାର ଏକ ପ୍ରମୁଖ ଜାଗା। ଏହାକୁ ମାଧୁରୀ ପୀଠ ମଧ୍ୟ କୁହାଯାଏ। ମହାପୁରୁଷ ମାଧୁରୀ ବାବାଙ୍କ ପୀଠ ପ୍ରାୟ 300 ବର୍ଷର। ମାଧୁରୀ ବାବାଙ୍କ ଲୀଳା ଅପାର। ଅଦିନରେ ଏଠାରେ ପଣସ ପାଚେ। ଦୋଳ ପୂର୍ଣ୍ଣିମାରେ ମାଟି ଫୁଟି ପଣସ ପାଚି ବାହାରେ। ଏବେ ବି ସେ ଗଛର ଶାଖା ଅଛି ମଠ ଆଗରେ। ଭକ୍ତର ନିବେଦନ ଗ୍ରହଣ କରି ପୋଖରୀ ଭିତରୁ ମିଠେଇ ବାହାର କରିଥିଲେ। ସେ ପୋଖରୀ ଏବେ ମିଠେଇ ପୋଖରୀ ନାମରେ ନାମିତ। କୁହାଯାଏ ପୂଜ୍ୟଙ୍କ ରାଜାଙ୍କୁ ଅପୁତ୍ରିକରୁ ପୁତ୍ର ଲାଭ କରାଇଥିଲେ। ବାବାଙ୍କ ସମାଧି ପୀଠ ଚମ୍ପାବଲି ମଧ୍ୟରେ ଅଛି। ମାଧୁରୀ ଲତା ତଳେ ମାଧୁରୀ ବାବା ଧ୍ୟାନ କରୁଥିଲେ। ଏବେ ସେ ଲତା ମଠ ମଧ୍ୟରେ ପରିଷ୍କାର ଦେଖାଯାଏ। ଚମ୍ପାବଲି ମଠର କିଛି ଦୂରରେ ବାବା ମାଧୁରୀ ପୀଠ ଇଚ୍ଛାପୁରୀରେ ଅଛି। ଏଠାରେ ପୂର୍ଣ୍ଣିମାରେ ଧୁମଧାମରେ ପୂଜା ପାଳନ କରାଯାଏ। ନେକ୍ସଟ ଭିଡିଓରେ ମାଧୁରୀ ପୀଠ ଇଚ୍ଛାପୁର ବିଷୟରେ ଜଣେଇବି। ସେୟାର କରି ଚମ୍ପାବଲି